ମୁଦିପଡ଼ାରେ ନାବାଳକଙ୍କ ଗଣ୍ଡଗୋଳ ଛଡ଼ାଇବା ବେଳେ ବ୍ୟକ୍ତିଙ୍କୁ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ, ଟାଉନ ଥାନାରେ ଏତଲା ଦାୟର। ଟାଙ୍ଗରମୁଣ୍ଡାରେ 550 କିଷାନ ସମାଜର ସାଂଗଠନିକ ବୈଠକ ଅନୁଷ୍ଠିତ, ଯୋଗଦେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଚତ୍ରିଆ। ପିଏସ୍ଏସ୍ ମାର୍ଗରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଚାଳକଙ୍କ ମୃତ୍ୟୁ। କୁଚିଣ୍ଡା ମୁକୁନ୍ଦି ପଡ଼ିଆରେ ବୀର ବିର୍ସା ମୁଣ୍ଡା ହକି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ, ଉଦ୍ଘାଟନ କଲେ ଏସ୍ଡିପିଓ ପ୍ରଦୀପ କୁମାର ଦାସ। ରେଢ଼ାଖୋଲ ଏନ୍ଏସିରେ ପିଏମ୍ ସ୍ୱନିଧି ଅନୁଷ୍ଠିତ, 9 ହିତାଧିକାରୀଙ୍କୁ ଋଣ ବଣ୍ଟନ। ଏହି ଅବସରରେ କେରଳରୁ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ସ୍କୁଲ ହକି ପ୍ରତିଯୋଗିତାରେ ରାଞ୍ଚି ଗଲେ ଶହୀଦ ମାଧୋ ସିଂ ଏକାଡେମୀର 6 ଖେଳାଳି। ଖେଳାଳିଙ୍କୁ କିଟ୍ ପ୍ରଦାନ କରି ଉତ୍ସାହିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନଘାଟି ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ଗୁରୁତର, ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।